ଆଜିର ପ୍ରଥମ ଖବର ସମ୍ଭାବ୍ୟ ବାତ୍ୟା ମେନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲାପାଳ ପ୍ରଶାସନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା। ଆନ୍ଧ୍ରପ୍ରଦେଶର ମିଛିଲିପାଟଣା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ, ଯାହାର ପ୍ରଭାବ ପଡ଼ିବା ନେଇ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି। 27 ତାରିଖରେ ଅରେଞ୍ଜ ୱାର୍ଣ୍ଣିଂ ଓ 28 ତାରିଖରେ ରେଡ୍ ଆଲର୍ଟ ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନର ବହିବାର ସମ୍ଭାବନା ଥିବାରୁ ଆସନ୍ତାକାଲିଠାରୁ 30 ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ଗଜପତିରେ କାଲିଠାରୁ 4 ଦିନ ସମସ୍ତ ଶିକ୍ଷାନୁଷ୍ଠାନମାନ ବନ୍ଦ ରହିବା ପାଇଁ ନିଷ୍ପତ୍ତି କରାଯାଇଛି। ଏବେ ପରବର୍ତ୍ତୀ ଖବର, ସୀମାରେ ମୁତୟନ ହେଲାଣି ଭାରତର ଯୁଦ୍ଧ ଜାହାଜ। ଟ୍ୟାଙ୍କରୁ ଗୋଲାବାରୁଦ ଫୁଟିବ, ଆକାଶରେ ଯୁଦ୍ଧ ବିମାନ ଗର୍ଜନ କରିବ, ପାଣିରୁ ବି ଜାହାଜ ଛଡ଼ା ହେବ। ଏମିତି କିଛି ସ୍ଥିତି ଏବେ ଭାରତୀୟ ସୀମାରେ ଦେଖିବାକୁ ମିଳିଛି। ଆଉ ଏହା ଦେଖିବା ପରେ କୁହାଯାଉଛି ଭାରତ କରୁଛି କି ଯୁଦ୍ଧ ପ୍ରସ୍ତୁତି। ଆନ୍ତର୍ଜାତୀୟ ସ୍ତରରେ ହେବାକୁ ଯାଉଛି କିଛି ବଡ଼ ଘଟଣା, କାରଣ ସାଧାରଣତଃ ଭାରତର ଏମିତି ପ୍ରସ୍ତୁତି କେବେ ଦେଖାଯାଇନଥାଏ। ଆଉ ଏବେ ଏଭଳି ପ୍ରସ୍ତୁତି ଚାଲିଛି ମାନେ ନିଶ୍ଚୟ କିଛି ବଡ଼ ପ୍ଲାନ୍ କରୁଛି ଭାରତ। ଅନ୍ୟପଟେ ଭାରତର ଏଭଳି କରାଳ ରୂପ ଦେଖି ପଡ଼ୋଶୀ ରାଜ୍ୟ ପାକିସ୍ତାନ ଛାନିଆ ହେଲାଣି। ଭାରତ ପାକିସ୍ତାନ ପଶ୍ଚିମ ସୀମାରେ ଏକ ପ୍ରମୁଖ ସାମରିକ ଅଭ୍ୟାସ ତ୍ରିଶୂଳ ଆରମ୍ଭ କରିଛି ଭାରତ। ଏହି ଅଭ୍ୟାସ ଅକ୍ଟୋବର 30ରୁ ନଭେମ୍ବର 10 ପର୍ଯ୍ୟନ୍ତ ଚାଲିବ। ରାଜସ୍ଥାନ ଏବଂ ଗୁଜରାଟ ବଡ଼ ଅଞ୍ଚଳକୁ ଉଡ଼ାଣ ପାଇଁ ପ୍ରତିବନ୍ଧକ କରାଯାଇଛି। ପାକିସ୍ତାନ ଅକ୍ଟୋବର 28 ଏବଂ 29 ତାରିଖରେ ଏହାର କିଛି ଆକାଶ ସୀମାକୁ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଏବେ ପରବର୍ତ୍ତୀ ଖବର, ନୂଆପଡ଼ାରେ ଏବେ ଭୁବନେଶ୍ୱରିଆ ନେତାଙ୍କ ଭିଡ଼। ହୋଟେଲରେ ରହି ନିଜ ନିଜର ଦଳର ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର। ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ପରାସ୍ତ ଲାଗି ରଣନୀତି ତିଆରିରେ ବ୍ୟସ୍ତ। ଏଣେ ନିଜ ଗାଁର ନେତା ଓ ଲୋକଙ୍କୁ ବାରମ୍ବାର ଟିଭି ପରଦାରେ ଦେଖି ଖୁସି ବ୍ୟକ୍ତ କରୁଛନ୍ତି ନୂଆପଡ଼ାବାସୀ। ନୂଆପଡ଼ା ମୁହାଁ ହୋଇଛନ୍ତି ଭୁବନେଶ୍ୱର ନେତା। ବିଜେପି ବିଜେଡି ଓ କଂଗ୍ରେସର ମାଲମାଲ ନେତା ଏବେ ଭୁବନେଶ୍ୱର ଛାଡ଼ି ନୂଆପଡ଼ାରେ। ଦିନରେ ପ୍ରଚାର ଜମୁଛି ଆଉ ରାତିରେ ହେଉଛି ରଣନୀତି। ଭୁବନେଶ୍ୱରରୁ ସବୁ ପ୍ରମୁଖ ନେତା ସେମାନଙ୍କ କର୍ମୀଙ୍କୁ ନେଇ ଜଗିଛନ୍ତି ନୂଆପଡ଼ା। ସବୁ ହୋଟେଲ ନଭେମ୍ବର 11 ଯାଏଁ ବୁକ୍ ଅଛି। ଭୁବନେଶ୍ୱରରୁ ଆସିଥିବା ନେତା ଓ କର୍ମୀଙ୍କୁ ମୁଖ୍ୟତଃ ଲୋକସମ୍ପର୍କ କାମରେ ଲଗାଉଛନ୍ତି। ସେମାନେ ନୂଆପଡ଼ାରେ ବିଭିନ୍ନ ଅଞ୍ଚଳ ବୁଲି ସମ୍ପୃକ୍ତ ଅଞ୍ଚଳର ମୁଖିଆଙ୍କୁ ଭେଟୁଛନ୍ତି, ଲୋକଙ୍କ ସହ କରୁଛନ୍ତି ଆଲୋଚନା। ବଡ଼ ବଡ଼ ନେତାଙ୍କୁ ଚା ଖଟିରେ ଭେଟୁଛନ୍ତି ନୂଆପଡ଼ା ଲୋକେ। ରବିବାର ହେଉଥିଲେ ବି କୋମନାରେ 3 ଦଳର ପ୍ରଚାର ଜୋରଦାର ଚାଲିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ନୂଆପଡ଼ାରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା। ଏବେ ପରବର୍ତ୍ତୀ ଖବର, କୃଷକମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକମାନଙ୍କୁ ଆର୍ଥିକ ସହାୟତା ପାଇଁ ଲାଗୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପିଏମ୍ କିଷାନ ଯୋଜନାର 21ତମ କିସ୍ତି ଜଲ୍ଦି ହିଁ କୃଷକଙ୍କ ଆକାଉଣ୍ଟକୁ ଯିବ। ବର୍ତ୍ତମାନ ସୁଦ୍ଧା କୃଷକଙ୍କୁ 20ତମ କିସ୍ତି ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ 21ତମ କିସ୍ତି ମିଳିବ। ତେବେ ଖବର ମୁତାବକ ନଭେମ୍ବର ମାସର ପ୍ରଥମ ସପ୍ତାହରେ ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯିବ, କିନ୍ତୁ ଏନେଇ କୌଣସି ସରକାରୀ ସୂଚନା ବା ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଅଗଷ୍ଟ 2 ତାରିଖରେ ପିଏମ୍ କିଷାନ 20ତମ କିସ୍ତି ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ 9.71 କୋଟି ଟଙ୍କା କିଷାନକୁ ଡିବିଟି ମାଧ୍ୟମରେ 20ରୁ 500 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିଲେ। ତେବେ କହି ରଖୁଛି ଯେ କେନ୍ଦ୍ର ସରକାର 3ଟି ରାଜ୍ୟର ଚାଷୀମାନଙ୍କୁ ପୂର୍ବରୁ 21ତମ କିସ୍ତି ପଠାଇ ସାରିଛନ୍ତି। 2025 ସେପ୍ଟେମ୍ବର 26 ତାରିଖରେ ସରକାର ବନ୍ୟା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡର ଚାଷୀଙ୍କ ପାଇଁ 21ତମ କିସ୍ତି ପ୍ରଦାନ କରିଥିଲେ। ଏବେ ପରବର୍ତ୍ତୀ ଖବର, ଯଦି ଆପଣ ଏକ ସୁରକ୍ଷିତ ଏବଂ ଭରସାଯୋଗ୍ୟ ନିବେଶ ଖୋଜୁଛନ୍ତି, ଯେଉଁଠାରେ ଆପଣଙ୍କର ପରିଶ୍ରମର ଅର୍ଥ ସୁରକ୍ଷିତ ରହିବ ସହ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ, ତେବେ ପୋଷ୍ଟ ଅଫିସର ନୂଆ ପବ୍ଲିକ୍ ପ୍ରୋଭିଡେଣ୍ଟ PFF ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ଏହି ସରକାରୀ ସଞ୍ଚୟ ଯୋଜନାରେ ଦୀର୍ଘ ସମୟ ପାଇଁ ନିବେଶ କରି ଆପଣ ଏକ ବଡ଼ ପାଣ୍ଠି ସୃଷ୍ଟି କରିପାରିବେ। PPF ସ୍କିମ୍, ପୋଷ୍ଟ ଅଫିସ PPF ସ୍କିମ୍ 7.1 ସୁଧ ହାର ସହିତ ନିବେଶମାନଙ୍କୁ ଏକ ନିରାପଦ ଏବଂ ଲାଭଦାୟକ ବିକଳ୍ପ ପ୍ରଦାନ କରେ। 15 ବର୍ଷର କାର୍ଯ୍ୟକାଳ ଏବଂ ଟିକସ ସୁବିଧା ସହିତ
ଏହି ଯୋଜନା ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ। ଏହାପରେ ପରବର୍ତ୍ତୀ ଖବର ଅକ୍ଟୋବର ମାସ ଶେଷ ହେବାକୁ ଯାଉଛି ଏବଂ ନୂତନ ମାସ ଆରମ୍ଭ ହେବା ସହିତ ଅନେକ ଆର୍ଥିକ ନିୟମରେ ପରିବର୍ତ୍ତନ ଆସିବ। ଏହା ବ୍ୟତୀତ LPG ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇପାରେ। ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଯେ 1 ନଭେମ୍ବରରୁ ଭାରତରେ କେଉଁ ପରିବର୍ତ୍ତନ ହେବାକୁ ଯାଉଛି। ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ନଭେମ୍ବର 1ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରଥମେ ହେଉଛି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ। LPG, CNG ଏବଂ PNG ମୂଲ୍ୟ 1 ନଭେମ୍ବର ଠାରୁ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। 14 କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇବାର ଆଶା କରାଯାଉଛି, ଯେତେବେଳେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇପାରେ।